ସ୍ୱପ୍ନା ଦେହରେ କେବେ ବି ହାତ ଲଗେଇବା ପାଇଁ କେବେ ବି ଭାଗିବୁନି, ନହେଲେ ତୋର ବି ଅବସ୍ଥା ଏଇଭଳି ହବ। ଏମିତି ଠିଆ ହେଇ କ'ଣ ଦେଖୁଛୁ? ଦେଖିପାରୁନୁ କି ତା ଦେହ ଖରାପ ଅଛି ବୋଲି? ଯା, ତା ଲାଗି ଟିକେ ଜଳଖିଆ କରିକି ଆଣ। ରାନୀ ସଙ୍ଗେ ସଙ୍ଗେ ଗଲା, ତା ପାଇଁ ଖାଇବା ନେଇକି ଆସିଲା। ସ୍ୱପ୍ନା ମନ ପୂରେଇକି ଖାଇଲା। ମନ ପୂରେଇ ଖାଇସାରିଲା ପରେ ମଧ୍ୟ ତା ମନରେ ଦୁଃଖ ରହିଲା। ଏହା ଦେଖି ଯାଦୁର ଲେହେଙ୍ଗା ତାକୁ କହିଲା, କ'ଣ ହେଇଛି ଝିଅ ସ୍ୱପ୍ନା? ଖାଇସାରିଲା ପରେ ବି ତ ମନରେ ଉଦାସ କାହିଁକି? କ'ଣ ହେଇଛି? ବାପା ମାଙ୍କ କଥା ମନେ ପଡୁଛି। ମୁଁ ତାଙ୍କ ପାଖକୁ ଯିବାକୁ ଚାହୁଁଛି। କ'ଣ ଝିଅ ସ୍ୱପ୍ନା, ତୋର ମନେ ନାହିଁ ପରି କ'ଣ କହିଥିଲା? ତୁ ବହୁତ ଜଲ୍ଦି ତୋ ବାପା ମାଙ୍କ ସହିତ ମିଳିବାକୁ ଯାଉଛୁ। ତୁ ଗୋଟେ କାମ କର, ଏ ଲେହେଙ୍ଗାଟେ ଜଲ୍ଦି ପିନ୍ଧିଦେ, ତୋ ବାପା ମାଙ୍କ ସହିତ ମିଶିଯିବୁ। ପିନ୍ଧି ସାରିକି ଯେତେବେଳେ ଆଖି ଖୋଲିଲା ସେତେବେଳେ ଦେଖିଲା କି ତା ବାପା ମାଙ୍କ ଘରେ ସିଏ ଅଛି, ଯେଉଁଠି ସ୍ୱପ୍ନାର ଛୁଆବେଳର ଫଟୋ ଲାଗିଥିଲା ଏବଂ ସେ ଫଟୋ ସାମ୍ନାରେ ସ୍ୱପ୍ନାର ମା କାନ୍ଦୁଥିଲା। ମୋ ସ୍ୱପ୍ନା ଲୋ, ମୋ କଥା କ'ଣ ତତେ କେବେ ମନେ ପଡୁନି? ତତେ ମୁଁ ବହୁତ ଭଲ ପାଏ, ଭୁଲି ପାରୁନି। ଆସ ନା ଆଖି ଦିନେ। ଖୋଲ ମା, ଆଖି ଖୋଲ। ମୁଁ ପଳେଇ ଆସିଲି ମା, ଆଖି ଖୋଲ। ତୁ କୁଆଡେ କୁଆଡେ ଯାଇଥିଲୁ ଲୋ ଝିଅ? ତୋ ବିନା ମୁଁ ବଞ୍ଚି ପାରୁନଥିଲି, ବହୁତ କଷ୍ଟ ଲାଗୁଥିଲା। ଦେଖୁ ଦେଖୁ ସେମାନେ କୋଳାକୋଳି ହେଇଗଲେ ଏବଂ ସ୍ୱପ୍ନା ତା ବିଷୟରେ ସବୁ କହିଲା। ତାକୁ କେମିତି ଗୋଟିଏ ଭିକାରୁଣୀ ଅପହରଣ କରି ନେଇଯାଇଥିଲା ଏବଂ ତାକୁ ବହୁତ ଦିନ ଭିକ ମଗେଇଲା, ସେ ବିଷୟରେ ସବୁ କହିଲା। ତାଙ୍କ ବାପା ମାଙ୍କୁ ବହୁତ କଷ୍ଟ ହେଲା। ଏ ଫୁଲ ଭଳି ଝିଅକୁ ଏମିତି ଭିକ ମଗେଇବା କ'ଣ ଠିକ୍ କଥା? ସେମାନେ ରାଗିଯାଇ ଭିକାରିଣୀକୁ ପୋଲିସରେ ଦେଇଦେଲେ ଏବଂ ତାକୁ ଜେଲରେ ପୂରେଇ ଦେଲେ। ଭିକାରିଣୀକୁ ଆଜୀବନ ଦଣ୍ଡ ମିଳିଲା ଏବଂ ସେମାନେ ବହୁତ ଖୁସିରେ ରହିଲେ। ତ ତ ବନ୍ଧୁମାନେ, ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ କରି କହିବେ। ଆଉ କେଉଁ ଗପ ଶୁଣିବାକୁ ଚାହୁଁଛନ୍ତି ନିଶ୍ଚିତ ଭାବରେ କମେଣ୍ଟ କରି କୁହନ୍ତୁ। ଆଉ ସାଙ୍ଗସାଥି ମାନଙ୍କ ସହିତ ଆମ ଭିଡିଓକୁ ସେୟାର କରିବାକୁ ଭୁଲନ୍ତୁ ନାହିଁ।